ଆଜି 18 ଅକ୍ଟୋବର ଶନିବାର ଆପଣମାନଙ୍କୁ ଦେଖୁଛନ୍ତି ନବ ଓଡ଼ିଶା ନ୍ୟୁଜ୍। ଆଜି ସବୁଠୁ ବଡ଼ ଖବର ଯୋଜନା ଏବଂ କାର୍ଡ ସହିତ ରାଜ୍ୟ ଓ ଦେଶର ଖବର। ଏହି ଭିଡ଼ିଓକୁ ଆପଣ ସମ୍ପୂର୍ଣ୍ଣ ଦେଖିବାକୁ ଆମେ ଅନୁରୋଧ କରୁଛୁ। ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଆଜି 40 ଜଣ ଷଷ୍ଠ ପ୍ରଚାରର ତାଲିକା ଘୋଷଣା କରିଛି। ତାଲିକାର ଶୀର୍ଷରେ ଅଛନ୍ତି ନବୀନ ପଟ୍ଟନାୟକ, ସେଥିପାଇଁ ଅନ୍ୟାନ୍ୟ ବଡ଼ ନେତା ଓ ମହିଳା ନେତୃତ୍ୱ ମଧ୍ୟ ଅଛନ୍ତି। ଏହି ସବୁ ନେତାମାନେ ପୂର୍ବ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରଚାର କରିବେ। ଧନ୍ୟନ୍ତରସରେ ସୁନା ଓ ରୂପା କିଣିବାରେ ପରମ୍ପରା ରହିଛି, କିନ୍ତୁ ଏବେ ଦୁଇଟିର ଦର ରେକର୍ଡ ଭାଙ୍ଗି ଦେଉଛି। ସୁନାର ଦର ଏତେ ବଢ଼ିଛି ଯେ ଯେଉଁ ଟଙ୍କାରେ ପୂର୍ବରୁ 1.5 ଲକ୍ଷରୁ ସୁନା କିଣାଥାନ୍ତି, ଏବେ ସେତିକି ଟଙ୍କାରେ ଅଳ୍ପ କିଛି ମିଳୁଛି। ରୂପାର ଅବସ୍ଥା ଆଉ ଖରାପ। ବଜାରରେ ମିଳୁନି। ରୂପା ଦର ପହଞ୍ଚିଲାଣି 2 ଲକ୍ଷ ଉପରେ। ରୂପା ଏ ବର୍ଷ 60% ଲାଭ ଦେଇଛି, ତେଣୁ ନିବେଶକମାନେ ଏହାକୁ ନେଇ ଆକର୍ଷିତ ହେଉଛନ୍ତି। ଓଡ଼ିଶାରେ ଏକ ଶିଳ୍ପ ଶୁଖିଲା ପାଗ ପରେ ଆସୁଛି ବର୍ଷା। ଆଇଏମ୍ଡି କହୁଛି ଯେ ଅକ୍ଟୋବର 19 ଠାରୁ ଦକ୍ଷିଣ ଓଡ଼ିଶାରେ ଉପକୂଳରେ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବ। ମାଲକାନଗିରି, ରାୟଗଡ଼ା, କୋରାପୁଟ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ 30ରୁ 40 କିମି ବେଗରେ ପବନ ଓ ବଜ୍ରପାତ ହେବାର ସମ୍ଭାବନା। ଅନ୍ୟ ଉତ୍ତର ଓ ମଧ୍ୟମ ଓଡ଼ିଶାରେ ଆଉ 2 ଦିନ ପାଗ ଶୁଖିଲା ରହିବ। ଶ୍ରମଜୀବୀଙ୍କ ପାଇଁ କୌଣସି ସତର୍କ ନାହିଁ। +2 ପିଲାଙ୍କ ପାଇଁ ବଡ଼ ଖବର। ଫେବୃଆରୀ 15ରୁ 25 ଯାଏ ହେବ 2 ଯୁକ୍ତ ପରୀକ୍ଷା। ଡିସେମ୍ବର 15 ସୁଦ୍ଧା ମିଳିବ ଆଡମିଟ୍ କାର୍ଡ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର 22ରୁ 31 ଯାଏ। ପ୍ରାକ୍ଟିକାଲ ଜାନୁଆରୀ 2ରୁ 15 ଯାଏ। ସମସ୍ତ ସେଣ୍ଟରରେ ଲାଗିବ ସିସିଟିଭି। ଛତିଶଗଡ଼ରେ ମାଓଗଡ଼ରୁ ଜବରଦସ୍ତି ଝଟକା। ଆତ୍ମସମର୍ପଣ କଲେ 17ରୁ ଅଧିକ ମାଓବାଦୀ। 117ରୁ ଅଧିକ ମାଓବାଦୀ। ସେମାନେ ମଧ୍ୟରୁ ରହିଛି ଉତ୍ତର ପଶ୍ଚିମ ସବ ଜେନାଙ୍କ ନେଇ ଚାର୍ଜ ରୂପେଶ ସମେତ ଅନେକ ଦୁର୍ଗନ୍ତ କର୍ମୀ ଓ ନେତା। ଗତକାଲି 27 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ମହାରାଷ୍ଟ୍ରର 61 ଜଣ ମାଓବାଦୀ ସମର୍ପଣ କରିଥିଲେ। ରୂପେଶ ନିଜ ସହ 130 ନାସମାଲଙ୍କୁ ଧରି କରିଥିଲେ ଆତ୍ମସମର୍ପଣ। କେନ୍ଦ୍ରୀୟ କମିଟି ସଦସ୍ୟ 2 ଜଣ, ଡିକେନ୍ସିଜିସ୍ ସଦସ୍ୟ ଓ 15 ଜଣ ଡିଭିସି ପିଏମ୍ କୋଡ୍ରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀଙ୍କୁ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଭାରତ 2025 ଏଏସି କପ୍ ଫାଇନାଲରେ ପାକିସ୍ତାନରୁ ପରାସ୍ତ କରି ଟାଇଟେଲ ଜିତିଥିଲା। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ଅପରାଜିତା ରହିଲା। ଲାଗିଥିଲା 3ଟି ମ୍ୟାଚରେ ପାକିସ୍ତାନର ପରାସ୍ତ କଲା। ମୋଟ ଉପରେ ରହିବାକୁ ଗଲେ 100 କୋଟି ଟଙ୍କା ରୋଜଗାର କରିଛି। ଏହି ପାକିସ୍ତାନକୁ ଏକ ବଡ଼ ଧକ୍କା ଦେଇଛି, ଯେଉଁମାନେ ଏତେ ସଂଖ୍ୟାରେ ଦର୍ଶକ ଆଶା କରିନଥିଲେ।